ଆମେ ତ କାଲି ପ୍ରଥମ ପେଣ୍ଡାଲ ପ୍ଲେ କରୁଥିଲୁ। ସିନ୍ ଭିତରେ ଦର୍ଶକମାନେ ଏତେ ଭାବବିହ୍ୱଳ ହେଇଥିଲେ ଯେ ଟୋଟାଲ ଷ୍ଟେଜ୍ ଉପରକୁ ଉଠି ଆସିଲେ ଏବଂ ପୁରା ହଙ୍ଗାମା କରିକି ନାଟକ ବନ୍ଦ କଲେ। ଏବଂ ଏମିତିରେ ବି ଆମର ଜଣେ କଳାକାର ଯେ ଯତୀନ ଭାଇ ହୁଅନ୍ତୁ, ସିଏ ବି ମାନେ ଡରିକି ଦୌଡ଼ିକି ପଳେଇଲେ କି କ'ଣ ମାଡ଼ ହେବ, କିନ୍ତୁ ମୁଁ ସେଇଠି ରହିଲି ଉପରେ ଦର୍ଶକମାନଙ୍କୁ ବୁଝାସୁଝା କଲି କି ନାଇଁ ବ୍ୟସ୍ତ ହୁଅନ୍ତୁନି, କି ଏଇ ସିନ୍ରେ ସେମିତି କିଛି ନାହିଁ। ସିନ୍ଟାକୁ ଆପଣମାନେ ଟୋଟାଲ ଦେଖନ୍ତୁ, ସିନ୍ଟାକୁ ଟୋଟାଲ ଦେଖିଲେ ସିନ୍ର ସିକ୍ୱେନ୍ସ ବୁଝିପାରିବେ। ସେମିତି କିଛି ନାହିଁ ଯେ ତାଙ୍କୁ ଆଣିକି ଜବରଦସ୍ତ ଖିଆ ହେଉଛୁ କି, ସିନ୍ଟାକୁ ଟୋଟାଲ ଦେଖନ୍ତୁ। ତ ସେତିକି ପର୍ଯ୍ୟନ୍ତ ବି ଦର୍ଶକମାନେ ଅଧୈର୍ଯ୍ୟ, କିନ୍ତୁ ସେତେବେଳକୁ ଟୋଟାଲ ଗରମ ହେଇଥିଲା ସିନ୍। ଆଉ ଦର୍ଶକ ଉଠି ଆସିଥିଲେ, ପୁରା ଉପରକୁ ଉଠି ଆସିକି ହଙ୍ଗାମା କରିଥିଲେ। ଯାହା ହଉ ସେଇଠି କମିଟି ଭାଇମାନେ ଥିଲେ ବୋଲି ଆମେ ହୁଏତ ବଞ୍ଚିଗଲୁ, ନାହିଁ ତ ସିଏ ଯେମିତି ରାଗିକି ଉଠିଥିଲେ କ'ଣ କି ଆମକୁ ବି ବାଡ଼େଇ ପକେଇଥାନ୍ତେ। ତ ସେତେବେଳେ ଗରମ ବେଳେ କ'ଣ କିଏ ବୁଝିବ କ'ଣ। ଯାହା ହଉ ତା କିଛି ସମୟ ପରେ ବହୁତ ବୁଝାସୁଝା କଲା ପରେ ପରିସ୍ଥିତି ଟିକେ ଥଣ୍ଡା ପଡ଼ିଲା, ତାପରେ ପୁଣି ନାଟକ ପୂର୍ବ ପର୍ଯ୍ୟାୟକୁ ଫେରିଲା। ଆକ୍ରମଣ ଆମମାନଙ୍କୁ ହେଇଥିଲା, ଯେହେତୁ ଚେୟାରଟା ଫିଙ୍ଗିଲେ କାହା ଦେହରେ ବାଜିବ ଉପରେ ଆଉ କହିହେବ କି। ତେଣୁ ତମସା ମ୍ୟାମ୍ ଯେହେତୁ ସେଠି ଥିଲେ, ସିନ୍ ତାଙ୍କର ଉପରେ ଥିଲା ଯେ ତାଙ୍କୁ ଆମେ ସେ ହଇରାଣ କରୁଥିଲୁ, ତ ଚେୟାର ମାଡ଼ ହେଉଥିଲା ଆମମାନଙ୍କ ଉପରୁ, କିନ୍ତୁ ମାଡ଼ ତାଙ୍କ ଉପରେ ବାଜିଲା। ତାଙ୍କର ବି ହାତ ଏଇଟା ପୁରା ବାଜିଛି, ପୁରା କଳା ପଡ଼ିଯାଇଛି। ପୁରା ଆକ୍ରୋଶ ଆଉ ରାଗ ମୋ ଉପରେ ଥିଲା, କିନ୍ତୁ ବଳି ପଡ଼ିଗଲେ ତମସା ମ୍ୟାମ୍। ତ ଯାହା ବି ହଉ ଦର୍ଶକମାନଙ୍କୁ କହିବି ସେମିତି କରନ୍ତୁନି, କାହିଁକିନା ଯାହା ବି ରାଗ ଅଛି କି ଇଏ ଅଛି, ଆମକୁ ଆସିକି ଗ୍ରୀନ୍ ରୁମ୍ ପଛପଟେ ଗାଳି ଦେଇକି ଯାଆନ୍ତୁ, ହାତ ଉଠେଇ ଦେଇକି ଯାଆନ୍ତୁ। କିନ୍ତୁ ଯେଉଁ ହଠାତ୍ ଫିଙ୍ଗୁଛନ୍ତି ଆମେ ସିନ୍ ଉପରେ ଅଛୁ। ଧରନ୍ତୁ କାଲି ଆମର ଫାର୍ଷ୍ଟ ପେଣ୍ଡାଲ ଓପନିଂ ହେଲା, ଆଉ 10ଟା ପେଣ୍ଡାଲ ପରେ ସିଏ ଗୋଟେ ଅଲଗା ଥରରେ ଯିବ ନାଟକ, ଆଉ ଟିକେ ଗରମରେ ଯିବ। ସେତେବେଳେ ଆମେ ପୁରା ସିନ୍ରେ ହଜି ଯାଇଥିବା। ତ ଗୋଟେ ଜିନିଷ ଆସିବ ମାନେ କେଉଁଠି ବାଜିବ କ'ଣ ବାଜିବ କିଛି କହିହେବ। ଯଦି ମୁଣ୍ଡ ପଛ ଏଠି ବି ବାଜିପାରେ, ଏଠି ବି ବାଜିପାରେ, ଏ ଜାଗାରେ ବି ବାଜିପାରେ। ତେଣୁ ସବୁ ଜିନିଷ ଟିକେ ଦର୍ଶକମାନଙ୍କୁ କହିବି, ସବୁ ପରେ ବି ଆମ ପରିବାର ଅଛି। ଯଦି ବାଜିଗଲା ସେମିତି କ'ଣ ଭୁଲ ଜାଗାରେ, ଆମ ପରିବାର ମାନେ ହଇରାଣ ହେବେ। ଏବେ ଚିଣ୍ଟୁନ ବାବୁଙ୍କୁ ଏତିକି ଧନ୍ୟବାଦ ଦେବି, କାହିଁକିନା ମୋର ଯେହେତୁ ଗତ ବର୍ଷ ଚରିତ୍ର ନଥିଲା, ମୁଁ ତୁଳସୀ ପରି ଛାଡ଼ିକି ଆସିଥିଲି। ତ ଏ ବର୍ଷ ବି ଯାହା ବାବୁ ଯେଉଁ ମୋତେ କହିଥିଲେ କି ନାଇଁ ସନ୍ଦୀପ ରହ, ଏ ବର୍ଷ ତତେ ମୁଁ ଚରିତ୍ର ଦେବି, ସେ ତାଙ୍କ କଥା ରଖିଛନ୍ତି। ମୋତେ 3 ଖଣ୍ଡ ନାଟକର ସମ୍ପୂର୍ଣ୍ଣ ଭଲ ଚରିତ୍ର ଦେଇଛନ୍ତି। ସେଥି ଭିତରୁ ସନାତନୀ ନାଟକର ଗୋଟେ ଅନ୍ୟତମ ହେଉଛି, କାହିଁକିନା ଆଜିକା ନାଟକ ବି ସେଇ ନାଟକ ପ୍ଲେ ହେଉଛି। ତ ଯେହେତୁ ଗୋଟେ ଏମିତି ଆରମ୍ଭ ହେଇସାରିଲାଣି, ନିଶ୍ଚିତ ଭାବେ ମନରେ ଡର ରହିବ। ତଥାପି ଆମେ ନାଟକ କରୁଛୁ ମାନେ ଆଗକୁ ବଢ଼ିବୁ, ଯାହା ହେବ ଭଗବାନ ଅଛନ୍ତି।